ତୁଳସୀଦାସ ସମ୍ବାଦ। ଦକ୍ଷିଣ ଦେଶର ସିନ୍ଧୁ ତୀରରେ ବିଜୟ ନାମକ ଗ୍ରାମରେ ଜନ୍ମ ନେଇଥିଲେ ସନ୍ଥ ତୁଳସୀଦାସ। ଜାତିରେ ସେ ରାଜପୁତ। ତାଙ୍କ ପତ୍ନୀଙ୍କ ନାମ ସତ୍ୟବତୀ। ସ୍ୱାମୀ ସ୍ତ୍ରୀ ଏକାନ୍ତ ଧର୍ମପରାୟଣ ଥିଲେ। ଏକଦା ଗ୍ରାମରେ ରାମାୟଣ ପାଠ ଶୁଣୁଥିଲା ବେଳେ ଯେତେବେଳେ ସେ ଶୁଣିଲେ ମା ଜାନକୀଙ୍କୁ ରାବଣ ଚୋରାଇ ନେଇ ଲଙ୍କାକୁ ଚାଲିଯାଇଛି, ସେ ଆଉ ସହିପାରିଲେ ନାହିଁ। ସଙ୍ଗେ ସଙ୍ଗେ ହାତରେ ଖଣ୍ଡା ଧରି ଲଙ୍କା ଅଭିମୁଖରେ ଅଶ୍ଵ ଝପଟାଇ ଦେଲେ। ଭାବରେ ଭୋଳ ହୋଇ ସମୁଦ୍ର ମଧ୍ୟରେ ପ୍ରବେଶ କଲା ମାତ୍ରେ ପ୍ରଭୁ ଶ୍ରୀରାମ ବ୍ରାହ୍ମଣ ବେଶରେ ସେଠାରେ ଆବିର୍ଭୂତ ହୋଇ ତୁଳସୀଙ୍କୁ କହିଲେ, ହେ ତୁଳସୀ, ରାବଣ ମରିଛି ଏବଂ ଶ୍ରୀରାମ ସୀତା ମାଙ୍କ ସହ ଅଯୋଧ୍ୟା ସିଂହାସନରେ ବିରାଜମାନ କରିଛନ୍ତି। ଚିତ୍ର କଥାଏ ଦକ୍ଷିଣ ଦେଶ ସିନ୍ଧୁ ତୀରେ ବିଜୟା ନାମ ପାଟଣାରେ ଅଟଇ ତାର ନିଜ ବାସ ଜାତିରେ ଅଟେ ରାଜପୁତ। ତୁଳସୀ ଦାସ ନାମ ତାର ଅତି ସୁନ୍ଦର ସୁକୁମାର। ତା ଭାର୍ଯ୍ୟା ନାମ ସତ୍ୟବତୀ ସୁଗୁଣ ସୁଶୀଳା ଯୁବତୀ। ସ୍ୱାମୀର ଆଜ୍ଞା ଅଲଙ୍ଘିତ ଏକ ଦୁହିତା ବିନିସୁତ। ଅଶ୍ଵ ଚଢ଼ାରେ ସେହୁ ଦକ୍ଷ କ୍ଷତ୍ରିୟ ପଣି ଅଟେ ମୁଖ୍ୟ। ଦାନି ପଣରେ ଜାଣ ସେହି ମାଗିଲେ ପ୍ରାଣ ପାରେ ଦେଇ। ଶ୍ରୀରାମ କଥା ବିନାନ ରସଇ ନାହିଁ ତାର ମନ। ଜାଣଇ ଏକା ରାମ ବ୍ରହ୍ମ ରାମ ସକଳ ଧର୍ମ କର୍ମ। ରାମ ଯେ ଜୀବନ ଠାକୁର ରାମ ସେ ଜାଣ ଈଶ୍ୱର। ଏମନ୍ତେ ଗଲା କେତେ ଦିନ ଶୁଣ ସୁମନ ରାଜନ। ପ୍ରତ୍ୟହ ସେ ଗ୍ରାମେ ସମସ୍ତ ପଢ଼ନ୍ତି ରାମାୟଣ ଗ୍ରନ୍ଥ। ସେ ସଭା ମଧ୍ୟେ ନୀତି ବସି ଶୁଣୁ ଯେ ଥାଇ ଯେ ତୁଳସୀ। ଆଦ୍ୟରୁ ପ୍ରାନ୍ତ ପରିଜନ୍ତେ ଗାୟନ କରିବାରେ ନିତ୍ୟ। ଶ୍ରୀରାମ ଜନ୍ମ କର୍ମ ବାଣୀ ଆନନ୍ଦ ହେଉଥାଏ ଶୁଣି। କାର୍ମୁକ ଭଗ୍ନ ଆଉ କରି ପରଶୁରାମ ଗର୍ବ ହରି। ତାଡ଼କା ବଧ ଶିଳା ନାରୀ ଏକଥା ମାନ ଶୁଣି କରି। ଅଙ୍ଗ ପୁଲକି ଉଠୁଥାଇ ଭାବେ ନ ପାରେ କଥା କହି। ରାଜ୍ୟରେ ଅଭିଷେକ ହେବା ସମୟେ ବନବାସ ଯିବା। ପୁଣି ସେ ପଞ୍ଚବଟୀ କଥା ଶୁଣି ତା ମନେ ବଡ଼ ବ୍ୟଥା। ଶ୍ରୀରାମ ମାୟା ମୃଗ ମାରି ବିଜୟ କଲେ ଧନୁ ଧରି। ଲକ୍ଷ୍ମଣ କଟୁ ଭାସେ ଗଲେ ଏକା ହୋଇଣ ସୀତା ଥିଲେ। ହେମନ୍ତ ସମୟ ରାବଣ ଆସି ମିଳିଲା ତତ୍କ୍ଷଣ। सीता देवी की ताही थोई एहा श्रवणे से हुसुणी पुलिस घात प्राय मणि। क्रोधे वचन गद गद उठिला करे घोर नाद। नयन तंबा चक्र पाए बोलोई जीव केउ जाई। आजी मारी भी नारी चोर सबंश सहित ताहार। निज जननी मोर आणी भेटाई देवी चक्र पाणी। एमंत बोली धर
ଧନୁ ଧରି କ୍ରୋଧୀ ଅନେକ ସର ଭରି ଢାଲ କଟାରି ଚମଦାଢ଼ କରେ ବର ଛାତି ଗାଢ଼ ଧରି ବସିଲା ଅଶ୍ୱପରେ ଧାଇଣ ଦକ୍ଷିଣ ଦିଗରେ ତାହା ଜାଣିଲେ ଭାବଗ୍ରାହୀ ଧାଇଲେ ଅସମ୍ଭାଳ ହୋଇ ପବନ ବେଗ ହୋଇ ଚଳି ସାଗର କୂଳେ ଯାଇ ମିଳି ଶ୍ରୀରାମ ସୁମରି ମନରେ ପଶିଲା ସମୁଦ୍ର ଭିତରେ ଆଜ୍ଞା ସେ ଦେଲେ ରଘୁମଣି ଥୋକେ ତୁ ଘୁଞ୍ଚ ସିନ୍ଧୁ ପାଣି ଆଜ୍ଞା ପ୍ରମାଣେ ମହାବାରୀ ଘୁଞ୍ଚି ସେ ଥିଲା ଜୁଣ ଚାରି ତା ପଛେ ବିଜେ ରଘୁବୀର ହୋଇ ଅପୂର୍ବ ଦ୍ୱିଜବର ଡାକିଲେ ଦାସେ ଏହି ବଳେ କିମ୍ପା ପଶୁଛ ସିନ୍ଧୁ ଜଳେ ସେ କଥା ଫେରି କହ ମୋତେ ଏ ଦେହ ନନାଶ ବିଅର୍ଥେ ତା ଶୁଣି ଦାସ କ୍ରୋଧ ଭର ବୋଇଲେ ଶୁଣ ଦ୍ୱିଜବର ଯେ ସୀତା ଜଗତ ଜନନୀ ତାଙ୍କୁ ରାବଣ ଗଲା ଘେନି ତା ବଂଶ ନିବଂଶ କରିବି ଜାନକୀ ମାନ ଉଦ୍ଧାରିବି ତା ଶୁଣି ପ୍ରଭୁ ଦାଶରଥୀ ବୋଇଲେ ଛାଡ଼ ତୁଏ ମତି ए सिंधु के मनते तरीबू बिअर्थे जीवन हारिबू न कर ए मंत साहस बेगे तू बाहुड़ीण आस ता शुणी बोले वीरमणि ए केते मात्र सिंधु पाणी लंघिबी कूप जल प्राय मारिबी दुष्ट लंकराए एहा यद्यपि न करिबी अवश्य जीवन हारिबी हे विप्र न कटाळ मोते बोलिण खाइला तुरीते ताहार मन प्रभु जानी बोइले धन्य वीरमणि तू एबे आसले उठीण श्रीराम माइले रावण सीतांकु घेनी विजे कले तू एबे जुझिबु कातुले ताहा शुणीण वीरमणि बोले ब्राह्मण चूड़ामणि तुम्हे कहिब जाहा मोते केबे मु न जाए परते श्रीराम संगे सीता देवी जेबे मु नयने देखिबी श्रीकरे थिब धनुर्बाण संगते सानुज लक्ष्मण एहा मु नयने देखिले तेबे मुले उठिबी भले मन्त शुणिया दिमूल भगत भाबी हेले भोल दक्षिणी जनक कुमारी संगते घेनी
जे करे पारु से सानु जल प्राण श्री करे सोहे धनुर्बाण कोटिए कंदर पर प्रभा जिणी श्री रामचंद्र उभा नवीन घन श्याम जिणी सुकांति इंद्र नीलमणि धन्य से श्रीमुखर शोभा कोटिए चंद्र जिणी प्रभा अति विस्तार वक्षस्थल ताहि लंबित वनमाळ सिंह कटीरे पीतवास नील घनिकी विद्युत्रास श्रीरंग पादर माधुरी के कहे पारे अंत करी ब्रह्मादि सुरेन्द्र किरीटी जीवेण पाद पद्मे लोटी हेमंत रूपे प्रभु बीजे सरकार मुख बेनी भुजे विक्रम सिंह रूप ठाणी देखिण आनंद धरणी ए अनुरूपे बेनी पासे भ्रात शत्रुघ्न शोभा दिसे हेमंत बेसे नारायण डाकिले दुई हस्त ठारिण तुलसी दास बेगे आस देख तो मनो वांछा बेश तुलसी दास देखी करी अश्व फेराई वक्र करी प्रभुଙ୍କୁ ଅନାଇଣ ଦେଲା ଅଶ୍ଵ ଉପରୁ ଉତ୍ତୁରିଲା ଅଶେଷ ବ୍ରହ୍ମାଣ୍ଡର ଶୋଭା ଆନକି ପଟାନ୍ତର ଦେବା ଦେଖି ତା ନେତ୍ରାନନ୍ଦ ଭୋଳେ ଶୋଇଲା ଯାଇ ପାଦ ତଳେ उठी कपाळे कर दे बोले मो परी मुंडा जाए आज के भाग्य बड़ मोर देखिले ब्रह्मांड ठाकुर करे मुथिली यज्ञ केते की शिव पूजी विधि मते ब्रह्मा इंद्रादि सदा शिव एहांक ध्यान को दुर्लभ कह मु केते पुण्य बळे प्रभु देखिले चर्म डोळे शुणुले भक्त कवि रामदास विरचित दाढ़ता भक्ति तुलसीदास संवादर प्रथम भाग बेतार संपादना करथिले डॉक्टर रवीन्द्र कुमार बिहारी वर्णना थिले झरणा दास संगीत परिचालना करथिले ताराकांत पंडा प्रयोजना दीपक सामंतराय कंठदान करथिले शैलभामा महापात्र अरविंद मुदुली एवं करुणाकर सेठी आपण माने कार्यक्रम शुणुछंती आकाशवाणी कटक केन्द्र आमर परवर्ती कार्यक्रम गीत गीतिका किसी गीत आ किसी अंतरंग कथार सकाळ घटे गीत गीतिका कार्यक्रम को स्वागत करुछु आपनको।